ନବୀ ମୁମ୍ବାଇର ଡକ୍ଟର ଡି.ୱାଇ. ପାଟିଲ ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ମହିଳା ଦିନିକିଆ ବିଶ୍ୱକପ୍ ଆଇସିସି ୱିମେନ୍ସ ୱାର୍ଲଡ କପ୍ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ 52 ରନରେ ପରାସ୍ତ କରି ଚମ୍ପିଆନ ହୋଇଛି ଭାରତ ମହିଳା ବିଶ୍ୱକପ୍ ଦଳ। ଭାରତ ପକ୍ଷରୁ ରଖାଯାଇଥିବା 269 ରନ୍ ଲକ୍ଷ୍ୟର ଜବାବରେ ଦକ୍ଷିଣ ଆଫ୍ରିକା 45 ଓଭର 3ଟି ବଲରେ 247 ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୋରା ଉଲଭାଟ 101 ରନ୍ କରିଥିବା ବେଳେ ଆନିର ଡକସେନ 35 ରନ୍ କରିଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା 5ଟି ୱିକେଟ୍ ନେଇଥିଲେ। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଦୁଇ ଓପନର ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ପ୍ରଥମେ ଏକ ୱିକେଟରେ 104 ରନ୍ କରି ଏକ ଭଲ ମୂଳଦୁଆ ସ୍ଥାପନ କରିଥିଲେ। ସ୍ମୃତି ମନ୍ଧାନା 45 ରନ୍ କରିଥିବା ବେଳେ ଶେଫାଳି ବର୍ମା 87 ରନ୍ କରିଥିଲେ। ତେବେ ସେମିଫାଇନାଲରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ଜେମିମା ଆଜି ମାତ୍ର 24 ରନ୍ କରି ପାଭିଲିୟନକୁ ଫେରିଥିଲେ। ତେବେ ମଧ୍ୟକ୍ରମରେ ଦୀପ୍ତି ଶର୍ମା 58 ରନ୍ରେ ଏକ ଭଲ ଇନିଂସ ଖେଳିଥିଲେ। ଅଧିନାୟକ ହରମନପ୍ରୀତ କୌର 20 ରନ୍ କରିଥିବା ବେଳେ ରିଚା ଘୋଷ 35 ରନ୍ କରିଥିଲେ। ଭାରତ ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ୍ ହରାଇ 298 ରନ୍ କରିଥିଲା। ବର୍ଷା ଯୋଗୁଁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା ବି ଓଭର କଟାଯାଇ ନଥିଲା ମଧ୍ୟ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟବଙ୍ଗା ଖାକା 3ଟି ୱିକେଟ୍ ନେଇଥିଲେ। ସେହିପରି ନୁକୁଲ ଲେକମ ଲାବା ନାଇଡନ ଡିକ୍ଲର୍କ ସ୍ଲାୟେଟାୟନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଆଶା କରିବି ଆପଣମାନେ ଭିଡ଼ିଓଟି ସମ୍ପୂର୍ଣ୍ଣ ଅପଡେଟ୍ ପାଇପାରିଥିବେ। ତ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।